Dear students, welcome to A1 Blom Education YouTube channel. A1 Blom Education YouTube channel ଦଶମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରୁଛି। ଆଜି ଆମେ ଦେଖିବା ଏ ଟାଇଗର ଇନ୍ ଦ ହାଉସ୍ର ପାର୍ଟ 3। About 6 months later, 6 ମାସ ପରେ, when my grandparents were visiting relatives in Lucknow, ଯେତେବେଳେ ରସ୍କିନ୍ ବର୍ଡ଼ଙ୍କର ଜେଜେବାପା ଜେଜେମା ଲକ୍ଷ୍ନୌର ଜଣେ ସମ୍ପର୍କୀୟ ଲୋକଙ୍କ ଘରକୁ ଯାଇଥିଲେ, grandfather took the opportunity of calling at Zoo to see how Timothy was getting on. ତାହେଲେ ଜେଜେବାପା ଗୋଟେ ସୁଯୋଗ ପାଇଲେ ସେଠାରେ ଚିଡ଼ିଆଖାନାରେ ଟିମୋଥି କେମିତି ଅଛି ଜାଣିବା ପାଇଁ, ସେଠାକୁ ଯିବା ପାଇଁ ସେ ଗୋଟେ ସୁଯୋଗ ପାଇଲେ। କିଏ? ଗ୍ରାଣ୍ଡଫାଦର। ତାପରେ କ'ଣ ହେଲା? I was not there to accompany him. ଲେଖକ କ'ଣ କହୁଛନ୍ତି? ମୁଁ ସେମାନଙ୍କ ସହିତ ସେଠାରେ ନଥିଲି, but I heard all about, କିନ୍ତୁ ମୁଁ ସବୁ ବିଷୟରେ ଶୁଣିଥିଲି। when he returned to Dehra, ଯେତେବେଳେ ମୋ ଜେଜେବାପା ଡେରାଡୁନକୁ ଫେରିଲେ, arriving at zoo, ଯେତେବେଳେ ଚିଡ଼ିଆଖାନାରେ ପହଞ୍ଚିଲେ, grandfather made straight for the particular cage in which Timothy had been locked up. ତାହେଲେ ଜେଜେବାପା ସିଧାସଳଖ ସେ ସ୍ୱତନ୍ତ୍ର ଯେଉଁ ରେସ୍ପେକ୍ଟିଭ୍ କେଜ୍କୁ, ଯେଉଁ କେଜ୍ରେ ଟିମୋଥି ଥିଲା, ସେ ପିଞ୍ଜରାକୁ ସିଧା ଗଲେ ଯେଉଁଠି ଟିମୋଥିକୁ ବନ୍ଦ କରି ରଖାଯାଇଥିଲା, ଲକ୍ଡ ଅପ୍ କରାଯାଇଥିଲା। ଦ ଟାଇଗର ୱାଜ୍ ଦେୟାର, ବାଘଟି ସେଠାରେ ଥିଲା, ହେଲା। କ୍ରାଉଜ୍ଡ ଇନ୍ ଏ କର୍ଣ୍ଣର, କ୍ରାଉଜ୍ଡ କହିଲେ କ'ଣ? ଆଣ୍ଠୁ ମାଡ଼ି ଗୋଟିଏ କୋଣରେ ଶୋଇଥିଲା। ଫୁଲ୍ ଗ୍ରୋନ୍, ଫୁଲ୍ ଗ୍ରୋନ୍ କହିଲେ କ'ଣ? ଫୁଲ୍ ଗ୍ରୋନ୍, ପୂର୍ଣ୍ଣବୟସ୍କ। and with a magnificent striped coat, ସୁନ୍ଦର ପଟା ପଟା ଦାଗ ତା ଶରୀରରେ ଥିଲା। magnificent କହିଲେ କ'ଣ? ସୁନ୍ଦର, ବିୟୁଟିଫୁଲ୍, ହେଲା, ବିୟୁଟିଫୁଲ୍। ତାପରେ ଜେଜେବାପା ସେ ପହଞ୍ଚିଗଲେ, କ'ଣ କହୁଛନ୍ତି ଦେଖିବା। ହେଲୋ ଟିମୋଥି, ଟିମୋଥି said grandfather. ହେ ଟିମୋଥି, ଜେଜେବାପା କହିଲେ, and climbing the railing with ease, he put his arm through the bars of the cage. Climbing the railing with ease, ତାକୁ ହାତ ଠାରି ଡାକିଲେ। he put his arm through the bars of the cage, ସେ ପିଞ୍ଜରା ଭିତରେ ତାଙ୍କ ହାତଟି ବଢ଼ାଇଲେ। the tiger approached the bars, ତାହେଲେ ବାଘଟି ପହଞ୍ଚି ଆସିଲା, came close, ପାଖକୁ ଆସିଲା, ହେଲା, came closed. the tiger approached the bars and allowed grandfather to put, ଏବଂ ଜେଜେବାପାଙ୍କୁ ସତେ ଏମିତି ସେ ଅନୁମତି ଦେଲା, to put both his hands, ତାଙ୍କର ଦୁଇଟି ଯାକ ହାତ ରଖିବା ପାଇଁ, around his head, ତାର ମୁଣ୍ଡ ଉପରେ, ହେଲା। grandfather struck ମାନେ କ'ଣ? ସ୍ନେହରେ ଆଘାତ କଲେ, ହେଲା। the tiger's forehead, ବାଘର କପାଳ ଉପରେ ଜେଜେବାପା ଥାପୁଡ଼େଇ ଦେଲେ, and ticked his ears, ହେଲା, ଏବଂ କାନ ଦୁଇଟିକୁ ଧୀରେ ଧୀରେ ସ୍ନେହରେ ମୋଡ଼ିଦେଲେ। and whenever, ଏବଂ ଯେତେବେଳେ he growled, ବାଘଟି ଗର୍ଜନ କଲା, smacked across the mouth, ତା ପାଟି ପଟେ ପାଟିରେ କ'ଣ କଲେ ନା ଧୀରେ ଧୀରେ ପିଟି ଦେଲେ। smacked, hurt, smack means hurt, which was his old way of keeping him quiet. ଏହା ଥିଲା ତାହେଲେ ଟିମୋଥିର ପୁରୁଣା ମାଧ୍ୟମ, ଯେଉଁଥିରେ କି ଜେଜେବାପା ତାକୁ ଶାନ୍ତ କରୁଥିଲେ। ଏ କ୍ୱେଶ୍ଚନଟି ଏକ୍ଜାମରେ ଆସିପାରେ ପିଲାମାନେ। which is the old way to make Timothy silent. so grandfather was କ'ଣ କରୁଥିଲେ? ଜେଜେବାପା ତାକୁ ସ୍ମାକ୍ କରୁଥିଲେ, ଧୀରେ ଧୀରେ ପିଟୁଥିଲେ। grandfather smacked him across the mouth, ହେଲା। ଯେତେବେଳେ ଟିମୋଥି ଗର୍ଜନ କରୁଥିଲା, ଜେଜେବାପା ତାକୁ କ'ଣ ସ୍ମାକ୍ କରୁଥିଲେ, ପାଟିରେ ଧୀରେ ଧୀରେ ପ୍ରହାର କରୁଥିଲେ, ହେଲା। which was his old way of keeping him quiet. quiet means silent.
ହି ଲିକ୍ଡ ଗ୍ରାଣ୍ଡଫାଦର୍ସ ହ୍ୟାଣ୍ଡସ୍, ସେ ଜେଜେବାପାଙ୍କର ହାତଟିକୁ ଚାଟିଲା, ହାତ ଦୁଇଟିକୁ, ଆଣ୍ଡ ଓନ୍ଲି ସ୍ପ୍ରାଙ୍ଗ ଆୱେ, ତାପରେ ସେ କ୍ଷିପ୍ର ଗତିରେ ପଳାଇଲା। ହୁଏନ୍ ଏ ଲିଓପାର୍ଡ ଇନ୍ ଦ ନେକ୍ସଟ କେଜ୍ ସ୍ନାର୍ଲେଡ୍ ଆଟ୍ ହିମ୍, ଯେତେବେଳେ ନିକଟରେ ଥିବା ପିଞ୍ଜରାରେ ଗୋଟେ ଚିତାବାଘ ତାକୁ ଗର୍ଜନ କଲା, ସେ ପଳେଇଲେ। କିଏ ପଳେଇଲା? ନା ଟିମୋଥି। ଦେଖିବା, ଗ୍ରାଣ୍ଡଫାଦର ସୁଡ୍ ଦ ଲିଓପାର୍ଡ, ଜେଜେବାପା ଚିତାବାଘକୁ ଘଉଡ଼ାଇ ଦେଲେ। ଆଣ୍ଡ ଦ ଟାଇଗର ରିଟର୍ନ ଟୁ ଲିକ୍ ହିଜ୍ ହ୍ୟାଣ୍ଡସ୍, ପୁଣି ବାଘଟି ଜେଜେବାପାଙ୍କର ହାତକୁ ଚାଟିବା ପାଇଁ ଫେରି ଆସିଲା। ବଟ୍ ଏଭ୍ରି ନାଉ ଆଣ୍ଡ ଦେନ୍ ଦ ଲିଓପାର୍ଡ ଉଡ୍ ରସ୍ ଆଟ୍ ଦ ବାର୍ସ, କିନ୍ତୁ ପ୍ରତ୍ୟେକ ମୁହୂର୍ତ୍ତରେ ଚିତାବାଘଟି ସେ ପିଞ୍ଜରା ନିକଟକୁ ଆସି କ୍ଷିପ୍ର ଗତିରେ ଆସୁଥିଲା। ଆଣ୍ଡ ଦ ଟାଇଗର ଉଡ୍ ସ୍ଲିଙ୍କ ବ୍ୟାକ୍ ଟୁ ହିଜ୍ କର୍ଣ୍ଣର, ସ୍ଲିଙ୍କ ବ୍ୟାକ୍, ଏବଂ ବାଘଟି ପୁଣି ଆଉଥରେ ଗୋଟିଏ କୋଣକୁ ଫେରି ଯାଉଥିଲା। ଏ ନମ୍ବର ଅଫ୍ ପିପୁଲ, ପିଲାମାନେ ମୁଁ ତୁମକୁ କହିଛି ଯଦି ଗୋଟେ ସେଣ୍ଟେନ୍ସର ଆରମ୍ଭରେ ଏ ନମ୍ବର ଅଫ୍ ବ୍ୟବହାର ହୋଇଥିବ ତାହେଲେ ଭର୍ବ ସିଙ୍ଗୁଲାର ହୁଏ, ନୁହେଁ କି? ସରି, ପ୍ଲୁରାଲ ହୁଏ। ଯଦି ଦ ନମ୍ବର ଅଫ୍ ଥିବ ଭର୍ବ ହେବ ସିଙ୍ଗୁଲାର। ବୁଝିଗଲା? ଦ ନମ୍ବର ଅଫ୍ ଅଲୱେଜ ଟେକ୍ସ ସିଙ୍ଗୁଲାର ଭର୍ବସ୍, ଏ ନମ୍ବର ଅଫ୍ ଅଲୱେଜ ଟେକ୍ସ ପ୍ଲୁରାଲ ଭର୍ବ। ଏ ନମ୍ବର ଅଫ୍ ପିପୁଲ ହ୍ୟାଡ୍ ଗ୍ୟାଦର୍ଡ ଟୁ ୱାଚ୍ ଦ ରିୟୁନିୟନ, ତାହେଲେ ବହୁ ସଂଖ୍ୟକ ଲୋକ ସେଠାରେ ରୁଣ୍ଡ ହେଲେ ଏହି ପୁନର୍ମିଳନକୁ ଦେଖିବା ପାଇଁ। ବାଘ ଏବଂ ମଣିଷ ଭିତରେ ଥିବା ଭଲ ପାଇବାର ପୁନର୍ମିଳନକୁ ରିୟୁନିୟନ କହିଲେ କ'ଣ? ନା ପୁନର୍ମିଳନ। ହୁଏନ୍ ଏ କିପର ପୁଶ୍ଡ ହିଜ୍ ୱେ, ଯେତେବେଳେ ଜଣେ ରକ୍ଷକ, ଚିଡ଼ିଆଖାନାର ରକ୍ଷକ, ସେ ଗହଳ ଭିତରେ ପ୍ରବେଶ କଲା, ଥ୍ରୁ ଦ କ୍ରାଉଡ୍, ଆଣ୍ଡ ଆସ୍କଡ୍ ଏ ଗ୍ରାଣ୍ଡଫାଦର ହ୍ୱାଟ୍ ହି ୱାଜ୍ ଡୁଇଂ, ଏବଂ ଜେଜେବାପାଙ୍କୁ ପଚାରିଲା ତୁମେ କ'ଣ କରୁଛ? ତାହେଲେ ଜେଜେବାପା ରିପ୍ଲାଏ ଦେଉଛନ୍ତି କ'ଣ? ଆଇ ଏମ୍ ଟକିଂ ଟୁ ଟିମୋଥି, ମୁଁ ଟିମୋଥି ସହିତ କଥା ହେଉଛି। ସେଡ୍ ଗ୍ରାଣ୍ଡଫାଦର, ଜେଜେବାପା କହିଲେ। ୱେରେଣ୍ଟ ୟୁ ହିୟର ହ୍ୱେନ୍ ଆଇ ଗେଭ୍ ହିମ୍ ଟୁ ଦ ଜୁ 6 months ago, ଆପଣ କ'ଣ ଏଠାରେ ନଥିଲେ 6 ମାସ ପୂର୍ବରୁ ଯେତେବେଳେ ମୁଁ ବାଘ ଛୁଆ ବା ଟିମୋଥିକୁ ଏଠାରେ ଦେଇଥିଲି, ଆପଣ କ'ଣ ଜାଣିନଥିଲେ? ୱେରେଣ୍ଟ ୟୁ ହିୟର ହ୍ୱେନ୍ ଆଇ ଗେଭ୍ ହିମ୍ ଟୁ ଦ ଜୁ 6 months ago? ଆଇ ହାଭେଣ୍ଟ ବିନ୍ ହିୟର ଭେରି ଲଙ୍ଗ, ତାହେଲେ ସେ ରକ୍ଷକ ଜଣକ କ'ଣ କହୁଛନ୍ତି? ନା ବହୁତ ଦିନ ହୋଇଗଲା ମୁଁ ଏଠାରେ ନଥିଲି। ସେଡ୍ ଦ ସରପ୍ରାଇଜ୍ଡ କିପର୍ସ। ପ୍ଲିଜ୍ କଣ୍ଟିନ୍ୟୁ ୟର କନଭରସେସନ୍, ଆପଣ ଦୟାକରି ଆପଣଙ୍କ କଥାବାର୍ତ୍ତାକୁ ଜାରି ରଖନ୍ତୁ। ବଟ୍ ଆଇ ହାଭ୍ ନେଭର ବିନ୍ ଏବୁଲ୍ ଟୁ ଟଚ୍ ହିମ୍ ମାଇସେଲ୍ଫ, କିନ୍ତୁ ମୁଁ ଆପଣଙ୍କୁ କେବେ ହେଲେ ତାକୁ ଛୁଇଁବା ପାଇଁ ଅନୁମତି ଦେବି ନାହିଁ। କିଏ? ନା ସେ ଚିଡ଼ିଆଖାନାର ସେ କିପର ଜଣକ ଜେଜେବାପାଙ୍କୁ କହୁଛନ୍ତି, ଲେଖକଙ୍କ ଜେଜେବାପାଙ୍କୁ। ହି ଇଜ୍ ଅଲୱେଜ୍ ଭେରି ବ୍ୟାଡ୍ ଟେମ୍ପର, ସେ ସବୁବେଳେ ସେ ବହୁତ ଭୟଙ୍କର, ସେ ବହୁତ କ୍ରୋଧୀ, ସେ ବହୁତ ରାଗି, ହେଲା ସେ ବାଘଟି। ହ୍ୱାଇ ଡୋଣ୍ଟ ୟୁ ପୁଟ୍ ହିମ୍ ସମ୍ ହ୍ୱେୟାର ଏଲ୍ସ, ତୁମେ କାହିଁକି ତାକୁ ଅନ୍ୟ ଗୋଟେ ସ୍ଥାନରେ ରଖୁନ? ସଜେଷ୍ଟେଡ୍ ଗ୍ରାଣ୍ଡଫାଦର, ଜେଜେବାପା ପ୍ରସ୍ତାବ କଲେ। ଦ୍ୟାଟ୍ ଲିଓପାର୍ଡ କିପ୍ସ ଫ୍ରାଇଟେନିଂ ହିମ୍, ତାହେଲେ ସେଇ ଯେଉଁ ନିକଟରେ ଥିବା ଚିତାବାଘଟି ସବୁବେଳେ ତାକୁ ଡରାଉଛି। ଫ୍ରାଇଟେନ୍ ମାନେ କ'ଣ? ଫ୍ରାଇଟେନ୍ ମିନ୍ସ ଟୁ ସ୍କେୟାର, ଡରାଇବା, ହେଲା ସ୍କେୟାର। I will go and see the superintendent about it, ମୁଁ ଯିବି ଏବଂ ଚିଡ଼ିଆଖାନାର ଦାୟିତ୍ୱରେ ଥିବା ସୁପରିନଟେଣ୍ଡେଣ୍ଟକୁ ଏହା ବିଷୟରେ କହିବି। ଗ୍ରାଣ୍ଡଫାଦର ୱେଣ୍ଟ ଇନ୍ ସର୍ଚ୍ଚ ଅଫ୍ ସୁପରିନଟେଣ୍ଡେଣ୍ଟ ଅଫ୍ ଦ ଜୁ, ତାହେଲେ ଜେଜେବାପା ଚିଡ଼ିଆଖାନାର ଦାୟିତ୍ୱରେ ଥିବା ସୁପରିନଟେଣ୍ଡେଣ୍ଟକୁ ଅନ୍ୱେଷଣରେ ବାହାରିଗଲେ। ବଟ୍ ଫାଉଣ୍ଡ ଦ୍ୟାଟ୍ ହି ହ୍ୟାଡ୍ ଗନ୍ ହୋମ୍ ଆର୍ଲି, କିନ୍ତୁ ଜାଣିବାକୁ ପାଇଲେ ଯେ ସୁପରିନଟେଣ୍ଡେଣ୍ଟ ଘରକୁ ଶୀଘ୍ର ଚାଲି ଯାଇଥିଲେ। ଆଣ୍ଡ ସୋ, ଏବଂ ତେଣୁ ଆଫ୍ଟର ୱାଣ୍ଡରିଂ ଆବାଉଟ୍ ଦ ଜୁ ଫର୍ ଏ ଲିଟିଲ୍ ହ୍ୱାଇଲ୍, ୱାଣ୍ଡରିଂ ମାନେ ବୁଲୁଥିଲେ, ତାହେଲେ ଚିଡ଼ିଆଖାନାରେ ଅଳ୍ପ ସମୟ ବୁଲି ଆସିଲା ପରେ ହି ରିଟର୍ନ ଟୁ ଟିମୋଥିସ୍ କେଜ୍, ସେ ପୁଣି ଆଉଥରେ ଟିମୋଥିର ପିଞ୍ଜରାକୁ ଫେରିଲେ, ଟୁ ସେ ଗୁଡ୍ ବାଇ, ବିଦାୟ ଜଣାଇବା ପାଇଁ। ଇଟ୍ ୱାଜ୍ ବିଗିନିଂ ଟୁ ଗେଟ୍ ଡାର୍କ, ତାହେଲେ ସନ୍ଧ୍ୟା ସମୟ ହେବା ଆସିଯାଇଥିଲା, ଧୀରେ ଧୀରେ ସନ୍ଧ୍ୟା ହୋଇ ଆସିଥିଲା। He had been stroking and slapping Timothy for about 5 minutes, ତାହେଲେ ଲେଖକଙ୍କ ଜେଜେବାପା ଟିମୋଥିର ପାଟିରେ 5 ମିନିଟ୍ ପର୍ଯ୍ୟନ୍ତ ସ୍ନେହରେ ଥାପୁଡ଼ାଉଥିଲେ। When he found another keeper observing
से जेतेबेले लक्ष्य कले अन्य जड़े रक्षक चिड़ियाखाना दायित्व थिबा जड़े व्यक्ति तांको पर्यवेक्षण करुछंती, अनुध्यान करुछंती, देखुछंती विथ सम अलार्म, भय सहित आतंक। ग्रांडफादर रेकग्नाइज्ड हिम, जेजेबापा तांको चिन्हि पारिले, रेकग्नाइज्ड कहले चिन्हि पारिले, आज द कीपर हु हैड बीन देयर, से रक्षक जनक सेठारु आगरु थिले। व्हेन टिमोथी हैड फास्ट कम टू द जू, जेतेबेले टिमोथी चिड़ियाखाना को प्रथम थर करी आसीथिला। यू रिमेंबर मी, जेजेबापा ताकू पचारुछंती तुमे मते मने चिन्हि पारुछ, सेड ग्रांडफादर। नाउ व्हाई डोंट यू ट्रांसफर टिमोथी टू अनदर केज, तुमे कहीं टिमोथी को अन्य गोटे पिंजरा को स्थानांतर करूण, अवे फ्रॉम दिस स्टूपिड लियोपार्ड, एही निर्बोध चिताबाघ ठारू दूर को कहीं स्थानांतर करूण। बट सर स्टमर द कीपर, किंतु से रक्षक जनक कौन कहला, किंतु महाशय से अस्पष्ट भाव में कहला, इट इज नॉट योर टाइगर, यह आपणकर बाघ नुहे। आई नो सेड ग्रांडफादर टेस्टिली, मु जाने जेजेबापा तिक्त भाव में कहले। आई रियलाइज ही इज नो लंगर माइन, मु बुझी मु जानी से अधिक दिन पर्यंत मोर हो पार ना। बट यू माइट एट लीस्ट टेक ए सजेशन और टू फ्रॉम मी, किंतु आपण मो निकटू गोटे कि दुईटी प्रस्ताव नहीं पारि थांते। आई रिमेंबर योर टाइगर वेरी वेल, सेड द कीपर, ताले कीपर जन को कौन कहते मु मन पड़े, मु मन पकाउछि जे आपणकर बाघटी बहुत सुंदर थिला, बहुत भल थिला। ही डाएड 2 months आगो, ताले 2 मास पूर्व तार मृत्यु होइछि। डाएड एक्सक्लेम्ड ग्रांडफादर, मृत्यु हो गला, जेजेबापा आश्चर्य हो गले। यस सर ऑफ निमोनिया, आज्ञा महाशय निमोनिया रोग आपणकर बाघर मृत्यु होइछि। द टाइगर वाज ट्राप्ड इन द हिल्स ओनली लास्ट मंथ, यही बाघटी को पहाड़रू गत मासरे धरा जाइछि। एंड ही इज वेरी डेंजरियस, एवं से बहुत भयंकर है। ग्रांडफादर कुड थिंक ऑफ नथिंग टू से, ताले जेजेबापा किछि चिंता करि पारिले नाही। पिला माने टेक फॉर गोटे वर्ड माने पडुछि, टेक फॉर अर्थ कौन, व्हाट इज द मीनिंग ऑफ टेक फॉर, हु कैन से। टेक फॉर अर्थ मध्य चिंता करिवा हैला, चिंता करिवा, टेक फॉर। द टाइगर वाज स्टिल लिकिंग हिज आर्म, ताले बाघटी तथापि तांको हाथटी को तांको बाहुटी को चाटुथिला। विथ इनक्रीजिंग रिलीज, ताले ताकू बहुत आनंद लागुथिला। ग्रैंडफादर took what seemed to him an age to withdraw his hand from the cage, जेजेबापा that seemed to him an age to withdraw his hand, तापरे तांको हाथटी को से पिंजरारू बाहर को काढ़ी आनिले। with his face near the tigers he mumbled, ताले बाघ सम्मुखरे से किछि अस्पष्ट भाव से कहले, मम्बल्ड कहले अस्पष्ट भाव कहले, गुड नाइट, शुभ रात्रि टिमोथी, एंड गिविंग द कीपर ए स्कर्नफुल लुक, एवं से चिड़ियाखाना दायित्व थिबा कीपर को एक घृणापूर्ण चाहाणी रे चाहिए। वाक्ड ब्रिस्कली, तरबर भाव में चली चली पड़ाइले। आउट ऑफ द जू, चिड़ियाखानार बाहर को तरबर भाव में चली चली पड़ाइले। ब्रिस्कली कहले वरिडली, है स्कर्न, स्कर्न कहले कौन ना घृणा, स्कर्नफुल हैटफुल जोटा है। स्कर्न कहले घृणा, स्कर्न रो सिनोनिम पिला माने लिखि परिबा हेट, डिटेस्ट, डिराइड, लोथ, आउ तार फ्रेजल वर्ब होची लुक डाउन अपन है। कौन लुक डाउन ऑन, लुक डाउन ऑन लिखि परिबा, लुक डाउन अपन लिखि परिबा है। घृणा करिबा
look down on किंवा look down upon. So my dear students, if you came to this channel firstly, don't forget to like, share and subscribe. This is your channel A1 Blum Education. তাহলে comprehension last part ର question answer ଗୁଡ଼ିକ ଆଲୋଚନା କରିବା. Read the last part of the story and say about it is about. The last part ଟି ଟିମୋଥୀର death ଉପରେ so it is about Timothy inside the Jew ହେଲା. Timothy inside the Jew ହେଲା. Grandfather went there to see Timothy, but Timothy was not there. One tiger he found there, but that tiger was not Timothy. তাহলে আমি যদি ଦେଖିବା question number 2 କୁ when did grandfather visit the Jew and why? ଯେତେବେଳେ ଜେଜେବାପା ଲକ୍ଷ୍ନୌ ଯାଇଥିଲେ ଗୋଟେ ରିଲେଟିଭ୍ସ ଘରକୁ ସେତେବେଳେ ସେ ଜୁକୁ ବୁଲିବା ପାଇଁ ଯାଇଥିଲେ. when grandfather went to Lucknow at that time, when grandfather went to Lucknow, at that time he got the wonderful opportunity. At that time he went to Jew to see Timothy. To see Timothy. তাহলে ପିଲାମାନେ ମୁଁ କ'ଣ କହିଲି second question, when did grandfather visit Jew? So while grandfather and grandmother both went to a relative's house, କୋଉଠି ନା ଲକ୍ଷ୍ନୌକୁ ଗୋଟେ ରିଲେଟିଭ୍ ଘରକୁ ଯାଇଥିଲେ. at that time they got the wonderful opportunity to visit the Jew ହେଲା. question number 2, what did grandfather do at the cage where Timothy was kept? ତାହେଲେ grandfather କ'ଣ କଲେ? He put his hand inside the cage. ଆମେ ଲେଖିବା କ'ଣ? He put his hand inside the cage to touch Timothy ହେଲା. To touch Timothy. He put his hand inside the cage to touch Timothy. How did tiger behave towards grandfather? ତାହେଲେ ବାଘଟି ଜେଜେବାପାଙ୍କ ସହିତ କିପରି ବିହେଭ୍ କଲା? It came close and growled. ଏହା ନିକଟକୁ ଆସିଲା ଏବଂ ଗର୍ଜନ କଲା. What did he suggest the keeper? ତାହେଲେ ଜେଜେବାପା କିପରକୁ କ'ଣ କହିଲେ ନା ଚିତା ବାଘଠାରୁ ବାଘକୁ ଦୂରେଇ ରଖନ୍ତୁ, ବାଘଟିକୁ ଅନ୍ୟ ଗୋଟେ ପିଞ୍ଜରାରେ ରଖନ୍ତୁ. This tiger should be kept in another cage. The tiger should be kept in a different cage. Doubt clear? ଆମେ ନେକ୍ସଟ କୁ ଯିବା.
Was the tiger really Timothy? ନା ଟିମୋଥି ବାଘଟି ଟିମୋଥି ଥିଲା କି ନା? No, ଟିମୋଥି ନଥିଲା. How did you know this? Because that tiger was kept, the tiger was trapped last month from the hills. What did keeper say to grandfather about tiger? ତାହେଲେ କିପର ଜଣକ ଗ୍ରାଣ୍ଡଫାଦରଙ୍କୁ ସେ ବାଘ ବିଷୟରେ କ'ଣ କହିଲେ ନା ଟାଇଗରଟି ଗତ ମାସରେ ଜଙ୍ଗଲରୁ ଟ୍ରାପ୍ କରାଯାଇଥିଲା ଧରାଯାଇଥିଲା. That tiger was just wait. That tiger was trapped last month. The tiger was trapped from hills last month. ହେଇଗଲା. ନେକ୍ସଟ କୁ ଯିବା ବର୍ତ୍ତମାନ. What made grandfather give a scornful look to keeper? ଯେତେବେଳେ ଜେଜେବାପା ଜାଣିଲେ ଯେ ଟିମୋଥିର ମୃତ୍ୟୁ ହୋଇଛି ନିମୋନିଆରେ ସେ ସେତେବେଳେ ଏକ ଘୃଣ୍ୟପୂର୍ଣ୍ଣ ଚାହାଣୀରେ ସେ କିପରକୁ ଚାହିଁଲେ. While grandfather knew, ଆମେ ଆନ୍ସର ଲେଖିବା କେମିତି? While ବା when grandfather knew Timothy died of pneumonia. ଯେତେବେଳେ ଜେଜେବାପା ଜାଣିଲେ ଯେ ଟିମୋଥିର ମୃତ୍ୟୁ ନିମୋନିଆରେ ହେଇଛି ସେତେବେଳେ ସେ ହି ଗେଭ୍ ଏ ସ୍କର୍ନଫୁଲ୍ ଲୁକ୍ ଟୁ ଦ କିପର ଆଣ୍ଡ ଲେଫ୍ଟ ଜୁ ହେଲା ବ୍ରିସ୍କଲି. ନେକ୍ସଟ କ୍ୱେଶ୍ଚନକୁ ଯିବା. Which character in the story do you like most and why? ତାହେଲେ my dear students, you will write about it yourself. Can you give another title of the story? So it is also it will be also depending on you that you will write it yourself. So my dear students, if you came to this channel firstly, don't forget to like, share and subscribe. This is your channel A1 Blum Education. Next class रे हमें 50 multiple choice question एवं यही सब्जेक्ट रिलेटेड ए टॉपिक रिलेटेड आमे आहुरी किछि क्वेश्चन आंसर डिस्कस करिबा. So dear students, this much for today. God bless you. Have a nice day.